ଆଜି ମୁଁ ଭିଡ଼ିଓ ଏଥିପାଇଁ କଲି ଯେ ଆଜି ମୁଁ ବସ୍ରେ ଯାଉଥିଲି ତ ମୋ ପାଖରେ ଜଣେ ବୁଢ଼ା ମଉସା ବସିଥିଲେ। ଟିକେ ମନ ଦୁଃଖ ଥିଲା। ମୁଁ ପଚାରିଥିଲି, ଆରେ ବୁଢ଼ା ମଉସା କ'ଣ ହେଲା, କାହିଁ ମନ ଦୁଃଖ ଅଛି, କୁଆଡ଼େ ଯାଉଛନ୍ତି? ନା ବାପା, ଯୁଆଡ଼େ ପଡ଼ିଲା ସିଆଡ଼େ ପଳେଇବି। ଆଉ ଏମିତି କ'ଣ କହୁଛନ୍ତି? ନା କ'ଣ କରିବି, ତିନି ପୁଅକୁ ଜନ୍ମ ଦେଇଥିଲି। ମୋ ସ୍ତ୍ରୀ ମରିଲା ପରେ ମୋ ପିଲାମାନେ ଆଉ ମୋତେ କିଏ ରଖୁନାହାନ୍ତି, କିଏ ଖାଇବାକୁ ଗଣ୍ଡେ ଦେଉନାହାନ୍ତି। ପାଳି ପକେଇ ଦେଇଛନ୍ତି ମାସେ ଲେଖା, କିନ୍ତୁ ଆ ପାଖ ଗଲେ କହୁଛି ମୋର ଆଜି ଏ ମାସରେ ପାଳି ନାହିଁ, ତା ପାଖ ଗଲେ କହୁଛି ସେ ମାସରେ ମୋର ପାଳି ନାହିଁ। ଖାଇବାକୁ ଗଣ୍ଡେ ଦେଲେନି, ମୁଁ ପେଟ ବିକଳରେ କ'ଣ କରିବି? ଯାଉଛି କୋଉଠି ରହିବି, ଯୋଉଠି ମୋ ଇଚ୍ଛା ସେଠି ରହିବି, କାହାକୁ ଗଣ୍ଡେ ମାଗିକି ଖାଇବି, ଦେଲେ ଦେଲେ, ନା ପଡ଼ି ପଡ଼ି କୋଉଠି ମରିବି ସିନା, ଆଉ ଘରେ ରହିବିନି। ବହୁତ ଅତ୍ୟାଚାର କରୁଛନ୍ତି, ବହୁତ ଅନ୍ୟାୟ କରୁଛନ୍ତି ମୋ ପ୍ରତି। ଏହା ଶୁଣିକି ବହୁତ କଷ୍ଟ ଲାଗିଲା ଆଜ୍ଞା। ଯୋଉମାନେ ସେମାନଙ୍କ ବାପା ମାଙ୍କୁ ଏମିତି ମାନେ ହଇରାଣ କରୁଛନ୍ତି, ଥରେ ଭାବନ୍ତୁ, ଆପଣମାନଙ୍କ ମଧ୍ୟ ପିଲାଛୁଆ ଅଛନ୍ତି। ଯେତେବେଳେ ଆପଣଙ୍କ ବୃଦ୍ଧାବସ୍ଥା ଆସିଥିବ, ଆପଣଙ୍କୁ ଆପଣ ପିଲାମାନେ ଏମିତି କରିବେ, କେତେ କଷ୍ଟ ଲାଗିବ। ଥରେ ଭାବନ୍ତୁ, ସେ ବୁଢ଼ା ମଉସା ଯିବ କୁଆଡ଼େ? ଆପଣ ତିନି ଜଣ ପୁଅଙ୍କୁ ତ ସେ ଆଶ୍ରା କରି ବଞ୍ଚିଥିଲେ ଯେ ତିନି ଜଣ ପୁଅ ଅଛନ୍ତି, ଟେନସନ୍ କିଛି ନାହିଁ, ବୃଦ୍ଧା ବୟସରେ ନିଶ୍ଚିତରେ ମୋତେ ପୋଷିବେ, ବଡ଼ ମଣିଷ ହେଲା ପରେ ମୋ ସେବା କରିବେ, ମୋତେ ଖାଇବାକୁ କ'ଣ ଦେବେ, ମୋ ମୁହଁରେ ନିଆଁ ଟିକେ ଦେବେ। ନିଆଁ ଦେବା ତ ଦୂରର କଥା, ଆପଣମାନେ ତାଙ୍କୁ ମାନେ ପେଟ ବୁଝି ପାରିଲେନି, ଗଣ୍ଡେ ଖାଇବାକୁ ଦେଇପାରିଲେନି। ଥରେ ଭାବନ୍ତୁ, ସେଇ ବାପା ଆପଣଙ୍କ ବାଲ୍ୟାବସ୍ଥାରେ ନିଜେ ନ ଖାଇ ମଧ୍ୟ ଆପଣଙ୍କୁ ଖାଉଥିବ। ନିଜେ ଗୋଟେ ବର୍ଷ ଭୋକ ରହିଯିବ, କିନ୍ତୁ ଆପଣଙ୍କ ପାଇଁ ଖାଇବାକୁ ଆଣିଥିବ। କିନ୍ତୁ ଆଜି ଆପଣଙ୍କ ଘରେ ବାପା ଖାଇବା ଦେବାକୁ ମୁଠାଏ ଚାଉଳ ନାହିଁ। ବହୁତ ଦୁଃଖ ଲଜ୍ଜା ଏ କଥା ଶୁଣିଲା ପରେ। ସେଥିପାଇଁ ମୁଁ କହିଲି ଏତିକି କହିବି, ଯେ ସମାଜରେ ଯେଉଁ ପିଲାମାନେ ଆଜିକାଲି ବାପା ମାଆକୁ ହତାଦର କରୁଛନ୍ତି, ସୁଧି ଯାଆନ୍ତୁ ଆଜ୍ଞା। କାହିଁକିନା ହଁ, ବାପା ମା ବୁଢ଼ା ବୁଢ଼ୀ ହେଇଗଲା ପରେ ତାଙ୍କ ବୟସ ସରିଆସେ, ସେମାନେ ଶୁଖିଲା ପତ୍ର ହେଇଯାଆନ୍ତି, ଆଜି ନହେଲେ କାଲି ଝଡ଼ିବାଟା ଝଡ଼ିବେ। କିନ୍ତୁ ଆପଣ କଞ୍ଚା ପତ୍ର ଆଜ୍ଞା, ଆପଣ ଶୁଖି ଶୁଖି ଯାଉଛନ୍ତି।